ଆମର ମଠ ମନ୍ଦିର ଏବେ ସରକାରଙ୍କ ନିୟନ୍ତ୍ରଣରେ ଅଛି। ସରକାରଙ୍କ ନିୟନ୍ତ୍ରଣରେ ରହୁ, ସେଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ଆମର ଗୁରୁକୁଳ ବ୍ୟବସ୍ଥା, ଯୋଉ ମଠ ସମ୍ପତ୍ତିରେ ଗୁରୁକୁଳ ବ୍ୟବସ୍ଥା, ଆଜ୍ଞା, ଗୁରୁକୁଳ ବ୍ୟବସ୍ଥାର ପ୍ରଚଳନ, ଗୋମାତାର ସୁରକ୍ଷା, କାରଣ ଗୋଶାଳା, ବିଦ୍ୟାଳୟ ଆଉ ନ୍ୟାୟାଳୟ, ଆଜ୍ଞା, ଏଇଟା ମଠ ମାଧ୍ୟମରେ। କିନ୍ତୁ ଏ ତିନୋଟି ଜିନିଷ ତ ମଠରେ ନାହିଁ। ମଠରେ ତାର ସମ୍ପୂର୍ଣ୍ଣ ଭାବେ ଆମେ କୌଣସି ମଠକୁ ଯଦି ଅନୁଧ୍ୟାନ କରିବା, ହାତ ଗଣତି କିଛି ମଠକୁ ଛାଡିଦେଲେ ଆଉ କୌଣସି ମଠରେ ଏଇଭଳି ବ୍ୟବସ୍ଥା ତ ନାହିଁ। ପୁରୀରେ ତ କୌଣସି ମଠ ନାହିଁ, ବିଦ୍ୟାର୍ଥୀ ପଢୁନାହାନ୍ତି। ଓଡିଶାରେ ପ୍ରଜ୍ଞାନନ୍ଦଜୀ ଗୋଟେ କରିଛନ୍ତି, ଏଠି ତାଙ୍କର ସେ ଗୋଟିଏରେ ତ ସବୁ ସମସ୍ୟାର ସମାଧାନ ହବନି ନା। ଚିନ୍ମୟ ମିଶନ ମାନେ କିଛି କରୁଛନ୍ତି। ଆପଣଙ୍କର ମୋର ଅଭିମୁଖ୍ୟ କଣ ରହିବ? ସ୍ୱାମୀଜୀଙ୍କ ଆଶ୍ରମ ଜଲେଶପଟା, ଆଜ୍ଞା, ଚକବାଦ ମୋର ନିଜ ଆଶ୍ରମ ଯୋଉଟା କରୁଛୁ, ଆଜ୍ଞା, ସମୁଦ୍ରକୁ ସଂଖ୍ୟା ବଳେ ଆଜି ଆମେ ବି କିଛି ବ୍ରହ୍ମଚାରୀ କୋର୍ସ ତିଆରି କରିବା। ଆଜ୍ଞା, ସ୍ୱାମୀ ରାମଦେବ କରିଛନ୍ତି ଓଡିଶାରେ ପ୍ରତ୍ୟେକ ଜିଲ୍ଲା କେନ୍ଦ୍ର ତିଆରି କରିବା, ଗୁରୁକୁଳ ବ୍ୟବସ୍ଥା, ଗୋଶାଳା ବ୍ୟବସ୍ଥା। ଆଜ୍ଞା, ମୋର ଓଡିଶାରେ କେତେବେଳେ ଯଦି ଆମ ଅନୁକୂଳ ସରକାର ସେ ମୁଁ କହିଥିଲି ଯେ କମ ସେ କମ 30 ଜିଲ୍ଲାରେ 30ଟା ତ ଗୋଶାଳା କରିଦିଅ। ଆଜ୍ଞା, 30 ଜିଲ୍ଲାରେ 30ଟା ଗୋଶାଳା କରିଦିଅ ପଡୁଥିଲା। ଆଜ୍ଞା, ଆଉ ସେ ଗୋରକ୍ଷା ଆରମ୍ଭ ହେଇଯିବ। ବୁଢା ବୁଢା ଗାଈକୁ ଆମେ ଛଡେଇ ବାହାରି ରଖିଦବା। ଆଜ୍ଞା, ସେମାନେ ସ୍ୱତଃ ମୃତ୍ୟୁ ତାଙ୍କର। ଆଜ୍ଞା, ଏଟା ହେଇପାରିବ, ଆଜି ଚେଷ୍ଟା କଲେ ହେଇପାରିବ। ଆଜ୍ଞା, ତ ତେଣୁକରି ଗୋଶାଳା ବ୍ୟବସ୍ଥା ତ ଆଜି ଆଉ ଘରେ ଘରେ ଗାଈ ପାଳି ପାରିବେ ଲୋକ। ଆଜ୍ଞା, ତେଣୁ ଗୋଶାଳା, ଆଜ୍ଞା, ଘରେ ଘରେ କୁକୁର ପାଳି ପାରିବେ, କିନ୍ତୁ ଗାଈ ପାଳିବାରେ ବହୁତ ସମସ୍ୟା ଅଛି। କୁକୁର ପାଳୁଛନ୍ତି ଖାଲି ସେଠି। ଏଇ ଭୁବନେଶ୍ୱରରେ ଗୋଟେ ଝିଅ ଦରମା ପାଉଛି 1,00,000 ଟଙ୍କା ମାସକୁ। ସେ ବିଲେଇ ମାନେ କଣ କି ଜର୍ମାନର ବିଲେଇ ଆଣି ପାରିଛି, ହେଲେ ବିଲେଇଟା ଯୋଉ ହକି ପକା ବାସନା କରିଛି, ମାସକୁ ତାର ପାତ୍ରର ଦାମ 10,000 ଟଙ୍କା। ଆଉ ମାସକୁ ଥରେ ସେ ଫିକିବ, ପୁଣି 10,000 ଆଉ ଖର୍ଚ୍ଚ କରୁଛି। ତ ଏଠି କହିଛି ଓଡିଶାରେ ତାକୁ ବିଲେଇ ମିଳିଲେନି, ନାଇଁ ଜର୍ମାନ ବିଲେଇ